ବିଦ୍ୟାର୍ଥୀଙ୍କ ଜୀବନୀରୁ। ଜନ୍ ବିମ୍ସ ସାହେବ ବାଲେଶ୍ୱର ଜିଲ୍ଲାପାଳ ଥିଲା ବେଳକୁ ଓଡ଼ିଶାର ସର୍ବୋଚ୍ଚ ଶାସକ କମିଶନର ରୂପେ ଥାନ୍ତି। ରେଭେନ୍ସା ସାହେବ ବିମ୍ସ ସାହେବ ଓ ରେଭେନ୍ସା ସାହେବ ଉଭୟ ପଣ୍ଡିତ ଓ ଗୁଣୀ ବ୍ୟକ୍ତି ଥିଲେ। ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ। ରେଭେନ୍ସା ସାହେବ ଓ ବିମ୍ସ ସାହେବ ଉଭୟ ଫକୀରମୋହନଙ୍କ ଗୁଣ ଗାରିମାରେ ଅତ୍ୟନ୍ତ ପ୍ରୀତ ହୋଇ ତାଙ୍କୁ ଖୁବ୍ ଆଦର କରୁଥିଲେ। ବଙ୍ଗାଳୀମାନଙ୍କ ଘୋର ବିରୋଧ ସତ୍ତ୍ୱେ ବିମ୍ସ ସାହେବଙ୍କ ଭଳି ଉଦାରବାଦୀ ଓଡ଼ିଆ ପ୍ରେମୀ ପ୍ରଶାସନିକ ଅଧିକାରୀଙ୍କ ସମର୍ଥନ ଫକୀରମୋହନଙ୍କୁ ପ୍ରେରଣା ଯୋଗାଇଥିଲା। ଜିଲ୍ଲାପାଳଙ୍କ ସହିତ ଫକୀରମୋହନଙ୍କର ମଧୁର ସମ୍ପର୍କକୁ ଚକ୍ରାନ୍ତକାରୀ ବଙ୍ଗାଳୀମାନେ ସହ୍ୟ କରିପାରନ୍ତି ନାହିଁ। ସେମାନେ ଭୟରେ ମହାମହିମ ଫକୀରମୋହନଙ୍କ ସାମନାରେ କିଛି କହିବାକୁ ସାହସ କରନ୍ତି ନାହିଁ। ରେଭେନ୍ସା ସାହେବ କମିଶନର ଥିବାରୁ ଉଚ୍ଚ ପଦବୀରେ ଥିଲେ ଓ ବିମ୍ସ ସାହେବ ଜିଲ୍ଲାପାଳ ଥିବାରୁ ନିମ୍ନ ପଦବୀରେ ଥିଲେ। ସାହେବ ଦୁଇ ଜଣ ଫକୀରମୋହନଙ୍କୁ ତାଙ୍କ କୋଠରୀରେ ବସାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ଆଳାପ ଆଲୋଚନା କରୁଥିଲେ। ବିମ୍ସ ସାହେବ ଜଣେ ଲେଖକ ଥିଲେ। ଫକୀରମୋହନ ମଧ୍ୟ ଜଣେ କବି ତଥା ଲେଖକ ଥିଲେ। ତେଣୁ ଫକୀରମୋହନ ବିମ୍ସ ସାହେବଙ୍କୁ ତାଙ୍କ ଲେଖା ଲେଖିରେ ମଧ୍ୟ ଅନେକ ସାହାଯ୍ୟ କରୁଥିଲେ। ବିମ୍ସ ସାହେବ ଜିଲ୍ଲାପାଳ ଥିବାରୁ ଜ୍ଞାନୀ ଗୁଣୀ ଫକୀରମୋହନଙ୍କ ମତାମତକୁ ମଧ୍ୟ ପ୍ରାଧାନ୍ୟ ଦେଉଥିଲେ। କଲିକତା ଭାରତର ରାଜଧାନୀ ହୋଇଥିବାରୁ ବଙ୍ଗାଳୀମାନେ ଓଡ଼ିଆ ତଥା ଓଡ଼ିଶାର ଲୋକମାନଙ୍କୁ ହେୟ ଜ୍ଞାନ କରୁଥିଲେ। ଓଡ଼ିଶା ରାଜ୍ୟର ପଡ଼ୋଶୀ ରାଜ୍ୟ ହେଉଛି ପଶ୍ଚିମବଙ୍ଗଳା। ସେମାନେ ରାଜଧାନୀର ଲୋକ ହିସାବରେ ବହୁତ ଚାଲାକ, ଚତୁର ଓ ବୁଦ୍ଧିମାନ ଲୋକ ଥିଲେ। ତେଣୁ ସେମାନେ ଓଡ଼ିଆ ମାନଙ୍କୁ ବେଖାତିର, ଅସମ୍ମାନ ତଥା ହେୟ ମନେ କରୁଥିଲେ।